ସନ୍ଧ୍ୟା ସମୟରେ ପୁଅ ପାଠ ପଢ଼ୁ ପଢ଼ୁ ହଠାତ୍ ଉଠି ଆସି କହୁଛି, ମା ମୁଁ ଆଜି ପାସ୍ତା ଖାଇବି, ବହୁତ ଇଚ୍ଛା ହେଉଛି ପାସ୍ତା ଖାଇବା ପାଇଁ। ଛୁଆଟା ସିନା କିଛି ବୁଝିପାରୁନି, କହିଦେଲା ପାସ୍ତା ଖାଇବ, ହେଲେ ଏ ଅନ୍ଧାର ରାତିରେ ମୁଁ ତା ପାଇଁ ପାସ୍ତା କେଉଁଠୁ ଆଣିବି? ତାପରେ ମନେ ପଡ଼ିଲା ହାତରେ ତ ମୋବାଇଲ ଅଛି, ୟୁଟ୍ୟୁବ ସଙ୍ଗେ ସଙ୍ଗେ ଖୋଲିଲି ଆଉ ସର୍ଚ୍ଚ କଲି ପାସ୍ତା କେମିତି ବନାହୁଏ। ଆଉ ସେଇଥିରେ ଦେଖୁ ଦେଖୁ ଦେଖିଲି ଯେ ମାନେ ଅଟାରେ ପାସ୍ତା ବନେଇ ହେଉଛି। ତ ମୁଁ ସଙ୍ଗେ ସଙ୍ଗେ ଟ୍ରାଏ କରିବା ପାଇଁ ଆସିଗଲି। ଆଉ ଏଠି ସେଇ ପାସ୍ତା ଗୁଡ଼ାକ ବନେଇକି ସିଝେଇ ନେଲି। ଆଉ ଏଠି ପିଆଜ, କଞ୍ଚାଲଙ୍କା, ଆଳୁ, ଗାଜର ଆଉ ଅଣ୍ଡା ସବୁ ଯୋଗାଡ଼ କରିନେଲି। ପାସ୍ତା ସିନା ତିଆରି କରିବା ଶିଖିଗଲି, ଆଉ ମୋବାଇଲରେ ଦେଉଥିବା ଯେଉଁ ସାମଗ୍ରୀ, ସେ ସାମଗ୍ରୀ ତ ମୋ ପାଖରେ ନାହିଁ। ସେଥିପାଇଁ ଭାବିଲି ପୁରା ସହଜରେ, ପୁରା ଦେଶୀ ତରିକାରେ ବନେଇଦେବି ପାସ୍ତା। ଏଠି ତେଲରେ ଟିକେ ଜିରା ଦେଇଦେଲି। ଜିରା ଫୁଟି ସାରିବା ପରେ ଆଗେ ଦେଇଥିଲି ଆଳୁ ଆଉ ଗାଜର, ତାକୁ ଟିକେ ସିଝେଇବା ପର୍ଯ୍ୟନ୍ତ ଭାଜିଲି। ଭାଜି ସାରିବା ପରେ ତାକୁ ଦେଇଦେବି କଞ୍ଚା ଲଙ୍କା, ପିଆଜ, ତାକୁ ଟିକେ ହାଲକା ଭାଜିବି, ବେଶୀ ଭାଜିବିନି। ଆଳୁ ଗାଜର ତ ସିଝି ସାରିଛି, ତ ତାକୁ ଅଳ୍ପ ହାଲକା ଭାଜି ସାରିଲା ପରେ ସେଥିରେ ସିଝେଇକି ରଖିଥିବା ପାସ୍ତା ଗୁଡ଼ାକ ଦେଇଥିଲି। ନାଇଁ, ତା ଆଗରୁ ଦେଇଥିଲି ଟମାଟୋ, ସେଥିରେ ଗୋଟେ ଟମାଟୋ ବି ଦେଇଥିଲି ମୁଁ। ତ ଟମାଟୋ ଆଗେ ଦେଇଥିଲି, ଆଉ ସେ ଟମାଟୋକୁ ବାସ୍ 1-2 ମିନିଟ୍ ଏମିତି ଭାଜି ସାରିବା ପରେ ସିଝେଇକି ରଖିଥିବା ଯେଉଁ ପାସ୍ତା ସେଇଟାକୁ ଦେଇଥିଲି। ଆଉ ସେଇଟାକୁ ତା ସହିତ ପୁରା ଭଲସେ ମିଶାଇ ଦେଇଥିଲି। ଆଉ ସେଇଟା ପୁରା ମିଶି ସାରିଲା ପରେ ସେଥିରେ ମୁଁ ଦେଇଥିଲି ଟିକେ ଚିକେନ୍ ମସଲା, ଟିକେ ବାସିବ ବୋଲି। ମୁଁ ଜାଣିନାହିଁ ଅଟା ପାସ୍ତା ବନେଇଛି, ଅଟା ଗନ୍ଧ କରିବ କି କ'ଣ ମୁଁ କିଛି ଜାଣିନାହିଁ। ତଥାପି ଡରିକି ବନେଇ ଦେଇଥିଲି। ଆଉ ସେଥିରେ ଆଉ ଟିକେ ମିଶାଇ ଦେଇଥିଲି ଗୋଲମରିଚ। ଆଉ ସେଇ ଗୋଲମରିଚ ଆଉ ଚିକେନ୍ ମସଲା ଭଲସେ ମିଶିବା ପର୍ଯ୍ୟନ୍ତ ତାକୁ ଭାଜିଲି, ଯେମିତି ସବୁ ମସଲା ଭଲସେ ସବୁ ପାସ୍ତା ସହିତ ପୁରା ମିଶିଯିବ। ତାକୁ ଭଲସେ ଭାଜିଲି। ଭାଜି ସାରିବା ପରେ ପୁଣି ମନେ ପଡ଼ିଲା ମା ତ ଖାଇବେନି ଅଣ୍ଡା ଦେଇକି, ତ ତାଙ୍କ ପାଇଁ ମୋତେ ଅଲଗା କାଢ଼ିକି ରଖିବାକୁ ପଡ଼ିଲା। ତ ତାଙ୍କ ପାଇଁ ଅଲଗା କାଢ଼ି ରଖି ସାରିକି ସେଇ କଢ଼େଇରେ ଭାଜି ଦେଇଥିଲି 2ଟା ଅଣ୍ଡା। ସେଥିରେ ମାତ୍ର ଟିକେ ଲୁଣ ଆଉ ଟିକେ ଗୋଲମରିଚ ଦେଇକି ଭଲସେ ଭାଜିକି ଗୁଣ୍ଡ କରିଦେଇଥିଲି। ଗୁଣ୍ଡ କରିସାରିବା ପରେ ଅଧା କାଢ଼ିକି ରଖିଥିବା ଯେଉଁ ପାସ୍ତା ସେଇଥିରେ ମିଶାଇ ଦେଇଥିଲି। ଆଉ ମିଶାଇ ଦେଇ ସାରିକି ନେଇଯାଇଥିଲି ଘରକୁ। ଆଉ ଘରେ ଯାଇକି ପୁଅକୁ ଦେଇଥିଲି। ଆଉ ପୁଅ କ'ଣ ଖାଇକି କହିଲା ସେଇଟା ତ ଆପଣ ଶେଷ ପର୍ଯ୍ୟନ୍ତ ରହିଲେ ଜାଣିପାରିବେ। ତ ମୋ ଭିଡ଼ିଓଟି ଯଦି ଆଜି ଆପଣମାନଙ୍କୁ ଭଲ ଲାଗିଛି ତ ନିହାତି ଗୋଟେ ସବସ୍କ୍ରାଇବ୍ କରିଦେବେ। ଆଉ ଯେଉଁ ଭିଉଅର୍ସ ମାନେ ଅଛନ୍ତି, ସବସ୍କ୍ରାଇବର୍ସ ମାନେ, ଲାଇକ୍ ଗୋଟେ ନିହାତି କରିବେ। ରହିଲି, ଜୟ ଜଗନ୍ନାଥ। ବଢ଼ିଆ ଲାଗୁଛି। ବଢ଼ିଆ ଲାଗୁଛି।